ଏବେ ତ କାର୍ତ୍ତିକ ମାସ ଚାଲିଛି। ପ୍ରାୟ କିଛି ଲୋକ ବିନା ପିଆଜ ରସୁଣରେ ମଧ୍ୟ ଖାଉଛନ୍ତି। ତ ଆଜି ସେମାନଙ୍କ ପାଇଁ ନେଇକି ଆସିଛି ବିନା ପିଆଜ ରସୁଣର ଭେଜ ବିରିୟାନୀ। ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ଆପଣ ଥରେ ଏହି ଉପାୟରେ ବନେଇକି ଦେଖନ୍ତୁ। କେବଳ କାର୍ତ୍ତିକ ମାସ ନୁହେଁ, ଏକୁ ଆପଣ ଯେକୌଣସି ବିନା ପିଆଜ ରସୁଣ ଦିନମାନଙ୍କରେ ବନେଇକି ଖାଇପାରିବେ। ତ ସେଥିପାଇଁ ଏଇଠି ନେଇଯାଇଛି ମୁଁ ଗୋଟେ ଗିନା ବିରିୟାନୀ ଚାଉଳ। ଖୋଲାରେ ଯେଉଁ ବିରିୟାନୀ ଚାଉଳ ମିଳେ ସେଇଟା ନେଇଛି। ଆପଣ ଯଦି ପ୍ୟାକେଟ୍ ବାଲା ନେଉଛନ୍ତି ତାହେଲେ ଫରକ ଏତିକି ଯେ ଏଇ ଚାଉଳକୁ ସିଝିବା ପାଇଁ ଟିକେ ଅଧିକ ଟାଇମ୍ ଲାଗେ, ଆଉ ସେଇ ଚାଉଳ ଜଲ୍ଦି ସିଝିଯାଏ। ଆପଣଙ୍କୁ ପ୍ୟାକେଟ୍ ପଛରେ ଲେଖା ହେଇଥିବ କେତେ ଟାଇମ୍ ଲାଗିବ ସିଝିବା ପାଇଁ, ତ ସେତିକି ଆପଣ ଧ୍ୟାନ ଦେବେ, ନହେଲେ ତ ଚାଉଳ ଅଧିକ ସିଝିଯିବ। ଚାଉଳକୁ ଏଇଠି ଭଲ ଭାବରେ 2ରୁ 3 ଥର ପାଣି ଦେଇକି, ବା ଧଳା ପାଣିଟା ପୁରା କ୍ଲିନ୍ ପାଣି ନ ଆସିବା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଚାଉଳକୁ ଧୋଇ ନେବି। ତାପରେ ଏଥିରେ କିଛି ଆଉ ପାଣି ଦେଇକିନା କଭର କରିକି 20 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବି, ଚାଉଳ ଟିକେ ଭିଜିଯିବ। ଆଉ ତା ଭିତରେ ଚାଲନ୍ତୁ ପରିବା କାଟି ନେବା ଆଉ ମସଲା ବାଟି ନେବା। ତ ଏଠି ମୁଁ କ'ଣ କ'ଣ ନେଇଛି ପରିବା, ଗାଜର ନେଇଛି, ବିନ୍ସ ନେଇଛି, ଫୁଲକୋବି ନେଇଛି, କ୍ୟାପ୍ସିକମ୍ ନେଇଛି ଆଉ ଆଳୁ ନେଇଛି। ଏଠି ମୁଁ ଏଇସବୁ ପରିବା ପକାଉଛି। ଆପଣ ଚାହିଁଲେ ଗ୍ରୀନ୍ ମଟର ବି ମଧ୍ୟ ପକାଇ ପାରିବେ। ଆଉ ଏଠି ମୁଁ ପନିର ମଧ୍ୟ କିଛି ଟେଷ୍ଟ ବଢ଼ିବା ପାଇଁ ନେଇଛି। ପନିର ଯଦି ପକାଇବାକୁ ଚାହୁଁନାହାନ୍ତି ତାହେଲେ ସୋୟା ବଡ଼ି ମଧ୍ୟ ଏଠି ପକାଇ ପାରିବେ। ଆଉ ତା ଛଡ଼ା ଯେଉଁ ପରିବା ଆପଣଙ୍କୁ ପସନ୍ଦ ନୁହେଁ ଆପଣ ସ୍କିପ୍ ମଧ୍ୟ କରିପାରିବେ। ଏବେ ମସଲା ବାଟି ନେବା। ତ ସେଇଥିପାଇଁ ଏଠି ନେଇଯାଇଛି 1 ଇଞ୍ଚର ଅଦା, 2ଟି କଞ୍ଚା ଲଙ୍କା, 1 ମିଡ଼ିୟମ୍ ସାଇଜ୍ର ଟମାଟୋ, ଆଉ କିଛି ଧନିଆ ପତ୍ରର ଡାଳ ଏମିତି ନେଇଯିବେ, କିଛି ଧନିଆ ପତ୍ର ନେଇଯିବେ ଏଇଭଳି। ଆଉ ଏବେ ଏକୁ ମୁଁ ପେଷ୍ଟ ବନେଇ ନେବି। ଦେଖନ୍ତୁ ବନିଗଲା। ତା ଭିତରେ ଏଠି 20 ମିନିଟ୍ ହେଇଯାଇଥିଲା। ଗୋଟେ ଜାଗାରେ ପାଣି ବସାଇ ନେଇଛି ଫୁଟିବା ପାଇଁ। ଏଥିରେ ଦେଇଦେଉଛି ସ୍ୱାଦ ଅନୁଯାୟୀ ଲୁଣ ଆଉ 1 ଚାମଚ ତେଲ। ଲୁଣ ପକାଇଲେ ଚାଉଳ ଅଲଣା ଲାଗିବନି, ଆଉ ତେଲ ପକାଇବା ଦ୍ୱାରା ଚାଉଳ ଗୋଟା ଗୋଟା ହେଇକି ରହିବ, ଜମା ବି ଚିପଚିପା ହେବନି। ଆଉ ତା ସାଙ୍ଗକୁ ଏଠି କିଛି ଗୋଟା ମସଲା ନେଇଛି, ଯେମିତିକି ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, ଷ୍ଟାର ନିସ୍ ଆଉ ଗୋଲମରିଚ। ଏସବୁକୁ ପାଣିରେ ଦେଇଦେବି। କିଛି ପୁଦିନା ପତ୍ର ଦେଇକିନା ପାଣିଟାକୁ ଫୁଟିବା ପାଇଁ ଛାଡ଼ିଦେବି। ପାଣି ଭଲକି ଫୁଟି ଆସିଲାଣି। ଏବେ ଏଥିରେ ଚାଉଳ ଦେଇଦେବି। ପାଣି ଭଲକି ଟକମକ ହେଇକି ଫୁଟିଲେ ଚାଉଳ ଦେବେ। ତାପରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେବେ, ଆଉ ମିଡ଼ିୟମ୍ ଫ୍ଲେମ୍ରେ ଚାଉଳକୁ ପୁରା ହାଲକା ହାତରେ ଏମିତି ଥରେ ଗୋଳେଇକିନା ଛାଡ଼ିଦେବେ, ପୁରା 90% ଚାଉଳ ସିଝିବା ପାଇଁକିନା। ଏଠି ଦେଖନ୍ତୁ ଚାଉଳ ପୁରା ବଢ଼ିଆ ସେ 90% ସିଝିଗଲାଣି। ଏବେ ଏକୁ ଗୋଟେ ଜାଲିକୁ ଏମିତି ଛାଣିକି କାଢ଼ି ନେବି। ତାପରେ ଗୋଟେ କଢ଼େଇରେ କିଛି ରିଫାଇନ୍ ତେଲ ନେବି। ଆପଣ ଘିଅରେ ମଧ୍ୟ ଚାହିଁଲେ କରିପାରିବେ। ତେଲ ଟିକେ ଗରମ ହେଲା ପରେ ଏଥିରେ କିଛି କାଜୁ ଆଉ କିସମିସକୁ ଦେଇକିନା ଭାଜି ନେବି। କାଜୁ କିସମିସ୍ ଏଇଠି ଅପସନାଲ୍ ଅଛି, କିନ୍ତୁ ମୁଁ ଆପଣମାନଙ୍କୁ ରେକମେଣ୍ଡ କରିବି ଯେ କାଜୁ କିସମିସ୍ ନିହାତି ପକାନ୍ତୁ, କାହିଁକିନା ବିନା ପିଆଜ ରସୁଣ ବିରିୟାନୀର ଟେଷ୍ଟକୁ ବହୁତ ବଢ଼େଇ ଦେଇଥାଏ କାଜୁ ଆଉ କିସମିସ୍। କିସମିସ୍ଟା ବହୁତ ଖଟା ମିଠା ଟେଷ୍ଟ ଆସିଥାଏ, ଆଉ କାଜୁର କ୍ରଞ୍ଚିନେସ୍ ଯୋଗୁଁ ବହୁତ ବଢ଼ିଆ ଲାଗିଥାଏ। ତ ନିହାତି ଚେଷ୍ଟା କରିବେ ପକାଇବାକୁ। ତାପରେ ଏଇଠି ଫୁଲକୋବିକୁ ମୁଁ ହାଲକା ଭାଜିକି କାଢ଼ି ନେଇଛି। ଏବେ ସେଇଥିରେ ଆଳୁ ଆଉ ଗାଜରକୁ ଏକା ସାଙ୍ଗରେ ଦେଇକି ଭାଜି ନେବି, କାରଣ ସେମ୍ ଟାଇମ୍ ଲାଗିଥାଏ। ଟିକେ ଭାଜି ହେଇଗଲା ପରେ ବିନ୍ସ ଦେଇଦେଉଛି, ଆଉ ଘୋଡ଼େଇକିନା ତାକୁ ଛାଡ଼ିଦେବି ଟିକେ ହାଫ୍ ସିଝିବା ପାଇଁକିନା। ହାଫ୍ ଅଧା ଅଧି ପରିବା ଟିକେ ଭାଜିକି ସିଝି ହେଇଯିବ। ଆପଣ ଚାହିଁଲେ ସବୁ ପରିବାକୁ ଛାଣି ପାରିବେ ମଧ୍ୟ, କିନ୍ତୁ ହେଲ୍ଦି ଅପସନ୍ ଆପଣ ଏଇଭଳିଆ ଘୋଡ଼େଇ ତାକୁ ଭାଜି ପାରିବେ। ତାପରେ କ୍ୟାପ୍ସିକମ୍କୁ ଭାଜି ନେଇଛି। ତାପରେ ଆଉ ଟିକେ ତେଲ ଦେଇକିନା ପନିରକୁ ଏଠି ଭାଜି ନେବି। ହାଲକା ଟିକେ କଲର୍ ଆସିବା ପର୍ଯ୍ୟନ୍ତ ଦେଖନ୍ତୁ ଏଠି ଭାଜି ନେଇଛି। ଏବେ ସେଇ କଢ଼େଇରେ ମୁଁ ଦେଇଦେବି ଜିରା, 1 ତେଜପତ୍ର, 1 ଡାଲଚିନି ଆଉ 1 ଗୁଜୁରାତି। ଏ ସବୁକୁ ହାଲକା ଭାଜି ହେବା ପାଇଁ ଦେବି। ତାପରେ ଏଥିରେ ବଟା ମସଲାକୁ ଦେଇକିନା ଟିକେ ଏଭଳିଆ ଗୋଳେଇ ନେବି ଭଲସେ। ତାପରେ ଏଥିରେ ଦେଇଦେଉଛି ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଆଉ 1 ଚାମଚ ଜିରା ଗୁଣ୍ଡ। 1 ଚାମଚ ଏଥିରେ ଦେଇଦେଉଛି ଧନିଆ ଗୁଣ୍ଡ, ହାଫ୍ ଚାମଚ ଗରମ ମସଲା ଆଉ 1 ଚାମଚ ଏଥିରେ ବିରିୟାନୀ ମସଲା ଦେଉଛି। ଘର ତିଆରି ବିରିୟାନୀ ମସଲା ଏଇଟା। ଆପଣଙ୍କୁ ଯଦି ବିନା ପିଆଜ ରସୁଣ ରେଡିମେଡ୍ ମିଳୁଛି ତାହେଲେ ନିଅନ୍ତୁ, ନହେଲେ ତ ଘରେ ବନେଇ ପାରିବେ। ଆଉ 1 ଚାମଚ ଏଥିରେ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଇଛି, ବହୁତ ବଢ଼ିଆ କଲର୍ ଆସିବ। ତା ସାଙ୍ଗକୁ ଆପଣ ରାଗ ଲଙ୍କାଗୁଣ୍ଡ ମଧ୍ୟ ଏଠି ପକାଇ ପାରିବେ, କିନ୍ତୁ ମୁଁ ଏଠି ଛୁଆ ଖାଇବା ପାଇଁ ପକାଇ ନାହିଁ। ମସଲାକୁ ଭଲକି ତେଲ ଛାଡ଼ିବା ପର୍ଯ୍ୟନ୍ତ କଷି ନିଅନ୍ତୁ। ମସଲା ଏଠି ତେଲ ଛାଡ଼ିକି ବଢ଼ିଆ ସେ କଷି ହେଇଗଲାଣି। ଏବେ ଏଥିରେ 2 ବଡ଼ ଚାମଚ ଫ୍ରେଶ୍ ଦହି ଦେବି। ଫ୍ରେଶ୍ ଦହି ଦେବେ, ଖଟା ଦହି ବିଲକୁଲ ଦେବେନି। ଦହି ପକାନ୍ତୁ ନିଶ୍ଚିନ୍ତ, ବହୁତ ବଢ଼ିଆ ବିରିୟାନୀର ଫ୍ଲେଭର ଆସିବ, ଯେମିତି ଆମେ ମାର୍କେଟରେ ଖାଆନ୍ତି ଠିକ୍ ସେଇଭଳି। ଦହି ହିଁ ଏଇ ବିନା ପିଆଜ ରସୁଣ ବିରିୟାନୀକୁ ବହୁତ ବଢ଼େଇ ଦେଇଥାଏ ଟେଷ୍ଟଟାକୁ। ଆଉ ଏଠି ତାକୁ ମଧ୍ୟ କଣ୍ଟିନ୍ୟୁଅସ୍ ଚଲେଇ ଦେବେ, ଯେମିତି ଦହିଟା ନ ଫାଟେ। ଟିକେ ଫୁଟି ଆସିଲା ପରେ ତେଲ ଛାଡ଼ିକି କଷି ହେଇଗଲା ପରେ ଏବେ ଏଥିରେ କିଛି ଧନିଆ ପତ୍ର ଆଉ କିଛି ପୁଦିନା ପତ୍ର ଦେଇଦେବି। ଆଉ ଏବେ ଏଥିରେ ଦେଇଦେବି ମୋ ସିକ୍ରେଟ୍
ମୁଁ ଏଥିରେ ଟମାଟୋ ସସ୍ ଆଉ ସୋୟା ସସ୍ ଦୁଇଟା ପକାଇବି। 1 ଚାମଚ ଟମାଟୋ ସସ୍, 1 ଚାମଚ ସୋୟା ସସ୍। ଟମାଟୋ ସସ୍ ବିନା ପିଆଜ ରସୁଣ ନେଇଛି ଆଉ ସୋୟା ସସ୍ରେ ପିଆଜ ରସୁଣ ନଥାଏ। ଆପଣଙ୍କୁ ଏଠି ଟିକେ ଅଲଗା ଲାଗୁଥିବ କି ବିରିୟାନୀରେ ସସ୍ କ'ଣ, କିନ୍ତୁ ଥରେ ପକାଇକି ଦେଖନ୍ତୁ। ମୋ ନିଜ ଏକ୍ସପିରିଏନ୍ସରୁ କହୁଛି, ମୋତେ ୟାର ଟେଷ୍ଟଟା ଅଧିକ ବେଟର୍ ଲାଗିଥିଲା ଯେତେବେଳେ ମୁଁ ପ୍ରଥମେ ଏକ୍ସପେରିମେଣ୍ଟ କରିଥିଲି। ତେଣୁ ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରୁଛି। ଟମାଟୋ ସସ୍ରେ ଟିକେ ମିଠା ଅଂଶ ଥାଏ, ସେଥିପାଇଁ ଟେଷ୍ଟକୁ ବାଲାନ୍ସ କରିକି ରଖେ। ଯଦି ଆପଣ ସସ୍ ପକାଇବେନି, 1/2 ଚାମଚ ଚିନି ପକାଇବେ, ଟେଷ୍ଟ ବାଲାନ୍ସ ହେଇକି ରହିବ। ଏବେ ଏଥିରେ 1/2 ଗ୍ଲାସ୍ ପାଣି ଦେଇଦେବି ଆଉ କଭର୍ କରିକିନା ଏକୁ 1 ଫୁଟ ଆସିବା ପର୍ଯ୍ୟନ୍ତ ଛାଡ଼ିଦେବି। ଦେଖନ୍ତୁ ଫୁଟି ଆସିଲାଣି। ଏବେ ଏଥିରେ ଦେଇଦେଉଛି ପନିର। ତାପରେ ଏକୁ ଭଲସେ ଗୋଳେଇ ଦେଇକି କଭର୍ କରିକି ପୁରା 90% ସିଝିବା ପାଇଁକିନା ଛାଡ଼ିଦେବି। ଆଉ ଯେଉଁ 10% ରହିବ ସେଟା ଦମ୍ରେ ସିଝିବ। ଏଠି ଦେଖନ୍ତୁ ପରିବା ଗୁଡ଼ାକ ଏଠି 90% ସିଝିଗଲାଣି। ଏବେ ଗ୍ୟାସ୍କୁ ଅଫ୍ କରିନେବି। ଆଉ ଗୋଟେ କଢ଼େଇ ନେବି। ଏବେ ଏଥିରେ ତଳେ ଦେଇଦେବି କିଛି ଘିଅ, ଗୁଆ ଘିଅ, ବହୁତ ବଢ଼ିଆ ବାସ୍ନା ଆସିଥାଏ। ତାପରେ ଚାଉଳର ଲେୟାର ଦେବି, ଗୋଟେ ଭଲ କି ଲେୟାର ଦେବି, କାରଣ ଏଠି ମୁଁ 3ଟା ଲେୟାର ହିଁ କରିବି। ଆଉ ଏବେ ଏଥିରେ ଯେଉଁ ତରକାରୀ ବନେଇକି ରଖିଥିଲେ ତାକୁ ଦେଇଦେବି। ଭଲ ଭାବରେ ଦେଇଦେବି ସବୁଗୁଡ଼ାକୁ ଏଇଠି। ତାପରେ ଏବେ ଏଥିରେ ଦେଇଦେଉଛି ଆଉ ଚାଉଳକୁ ଉପରୁ ସବୁ ଦେଇଦେବି ଏବେ। ଆଉ ଏକୁ ଭଲକି ଏଇଭଳିଆ ଟିକେ ସ୍ପ୍ରେଡ୍ କରିନେବି। ତାପରେ ଉପରୁ ବିରିୟାନୀ ମସଲା ଦେଇଦେଉଛି। ଏବେ ଉପରୁ କିଛି କଟା ଧନିଆ ପତ୍ର ଦେଇଦେବି, ପୁଦିନା ପତ୍ର ଦେଇଦେବି। ୟା ଦ୍ୱାରା ବହୁତ ବଢ଼ିଆ ଫ୍ଲେଭର ଆସିଥାଏ ବିରିୟାନୀରେ। ତାପରେ ଭଜା କାଜୁ କିସମିସକୁ ଦେଇଦେବି। 1 ଚାମଚ ଉପରୁ ଘିଅ ଦେଇଦେବି। ବିରିୟାନୀରେ ଭଲ କଲର୍ ଆସିବା ପାଇଁ କିନା ଫ୍ଲେଭର ଆସିବା ପାଇଁ ମୁଁ ଏଠି 2 ଚାମଚ ଉଷୁମ କ୍ଷୀରରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ପକାଇ ଦେଇଛି, ଗୋଳେଇକିନା ଦେଇଦେବି। ଆପଣ ଚାହିଁଲେ କ୍ଷୀରରେ ସାଫ୍ରନ ମଧ୍ୟ ପକାଇକି ଦେଇପାରିବେ। କଭର୍ କରିଦେବି ଆଉ ଲୋ ଫ୍ଲେମ୍ରେ 15 ମିନିଟ୍ ପର୍ଯ୍ୟନ୍ତ ଷ୍ଟିମ୍ ହେବାକୁ ଛାଡ଼ିଦେବି। ଭଲସେ ଦମ୍ ଲାଗିବ ଆଉ ଯାହା ବି ପରିବା ସିଝିବାର ଥିବ ସିଝିଯିବ। ଏଇଠି ଏବେ ଦେଖନ୍ତୁ 15 ମିନିଟ୍ ହେଇଯାଇଛି ଆଉ ବିରିୟାନୀ ବର୍ତ୍ତମାନ ରେଡ଼ି। ଆପଣଙ୍କୁ ଗୋଟେ କଥା କହିବି, 10 ମିନିଟ୍ ଛାଡ଼ି ଦିଅନ୍ତୁ, ତାପରେ ବିରିୟାନୀକୁ ଆପଣ ଖାଆନ୍ତୁ। ବଢ଼ିଆ ସେ ସେଟ୍ ହେଇଯିବ। କିନ୍ତୁ ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଦେଖାଉଛି। ଦେଖନ୍ତୁ ବିଲକୁଲ ତଳି ଲାଗିନି ଆଉ ପୁରା ପରଫେକ୍ଟ ବିରିୟାନୀ ବନିକି ରେଡ଼ି। ଆଶା କରୁଛି ଆପଣମାନଙ୍କୁ ମଧ୍ୟ ପସନ୍ଦ ଆସିଥିବ। ତାହେଲେ ନିହାତି ବନାନ୍ତୁ ଆଉ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯିବା ଆଗରୁ ଲାଇକ୍ କରିଦେବେ, ସେୟାର କରିଦେବେ, ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ପୁଣି ଆସିବେ ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।